ଆଜ୍ଞା ଆପଣଙ୍କ ପରିଚୟ? ପରଚଲା ଶଶିଭୂଷଣ ପ୍ରହରାଜ B and C କ୍ଲାସ୍ କଣ୍ଟ୍ରାକ୍ଟର ଆସୋସିଏସନ୍ର ତାମାନେ ଟେମ୍ପୋରାରୀ ସଭାପତି। ଆଜି ଆପଣଙ୍କ ଯେନ୍ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ ଆପଣଙ୍କର ଆସୋସିଏସନ୍ ତରଫରୁ କାଣା ଉଦ୍ଦେଶ୍ୟ କାଣା? ଉଦ୍ଦେଶ୍ୟ ଦେଖୁନ୍, ସରକାର ଜାନୁଆରୀ ମାସରେ ଗୋଟେ କେପିଂ ଯେନ୍ ଆମର ଥିଲା 14.99 କେପିଂ ଥିଲା ଲେସ୍, ତାକୁ ଉଠେଇଦେଲେ। ଉଠେଇଦେଲା ପରେ ସାରା ରାଜ୍ୟରେ ଚହଳ ସୃଷ୍ଟି ହେଲା ଆଉ ଲୋକଙ୍କର ଆତଙ୍କ ହେଲା ଯେ ଅନେକ ଲୋକ ଅଛନ୍ ଯେମାନେ 20%, 30%, 35% ଲେସ୍ କରି କାମ କରିବେ। ଯଦି କାମ କରିବେ, ଯେମାନେ ପ୍ରକୃତରେ କାମ କରୁଛନ୍, ରେଗୁଲାର କାମ କରୁଛନ୍ ଆଉ ଭଲ୍ କାମ କରୁଛନ୍, ସେମାନେ ଏତିକି କରି କାମ ନେଇ କରିପାରନ୍। ସେଥିର୍ଲାଗି କେପିଂଟା ଯେନ୍ ଉଠାଲେ ତ ଆମେ ତ ତାକେ ରୋକି ନେଇ ହୁଏ। ତ ଆମେ ଯେନ୍ ମିଟିଂ କଲୁ ଠିକାଦାର ସଂଘର, ଆମେ ସ୍ଥିର କଲୁ, ଆଗରୁ ବି ସ୍ଥିର କରୁଥିଲୁ ଯେ ପ୍ରତ୍ୟେକ ଠିକା 0.10ରେ ତାମାନେ ଲେସ୍ ଡାକିବେ, ଅଧିକା ଡାକିବେ ନାହିଁ ଏବଂ ଭଲ କ୍ୱାଲିଟି କାମ ଦେବେ, ଭଲ କାମ ଦେବେ। ସରକାରଙ୍କୁ ଆମର ନିବେଦନ ରହିବା ଯେ ଆମର ଯେଉଁ ଲିମିଟେଡ଼ ଗୋଟେ ତାମାନେ କେପିଂ ହେଇପାରେ 4.99, 7.99 ଏଇଟାକେ ରଖିଲେ ଆଉ ଟିକେ ବେଟର୍ ହେବା ବୋଲି ଚିନ୍ତା କରୁଛୁ। ଆଉ ଯେନ୍ ଆମର ଠିକାଦାର ଭାଇମାନେ ଯେନ୍ କାମ କରୁଛନ୍ ଅନ୍ୟ ଜିଲ୍ଲାରୁ ଆସିକିରି ବି ପକାବାର ଆରମ୍ଭ କରୁଛନ୍, ସେଟା ମାନେ କେମିତିକି ରଖିପାରମୁ। ଆମର ଠିକାଦାର ମାନେ ବହୁତ ଅଛନ୍, ଆମର ବୃତ୍ତିଗତ ସ୍ୱାଧୀନତା ନେଇ ରହେ, ଆମର ଅର୍ଥନୈତିକ ଅସମାନତାକେ ଦୂର କରବାର୍ ଲାଗି ଆମର ଭାଇମାନଙ୍କର ସାହାଯ୍ୟ ସହଯୋଗ କରିକି ସରକାରଙ୍କର ନିର୍ମାଣ କାର୍ଯ୍ୟରେ କମ୍ ପଇସା ଡାକିକିରି ଯେନ୍ଟାକି ଲିମିଟେଡ଼ ପଇସା ଡାକିକିରି ସିଡ୍ୟୁଲ୍ ରେଟ୍ରେ ଭଲ୍ କାମ ଦେଇପାରମା। ଆଜ୍ଞା ଆପଣଙ୍କ ନାଁ? अंकित कुमार अग्रवाल। ତ ଆଜି ଆପଣଙ୍କର ଆସୋସିଏସନ୍ ସମସ୍ତେ ଏକଜୁଟ୍ ହେଇଛନ୍ ସାମ୍ବାଦିକ ସମ୍ମିଳନୀ ଡାକିଛନ୍, କାଣା ଉଦ୍ଦେଶ୍ୟ କାଣା? आमर मेन उद्देश्य है आज्ञा जिनता 3 तारीख दिन जनवरी 3 तारीख दिन ओडिशा गवर्नमेंट अनलिमिटेड करदेले लेस उठेदेले 14.99 जेहेतु कॉन्ट्रैक्टर मैंने बहुत हैरान होचन आर क्वालिटी काम नहीं पारबार से ओडिशा कॉन्ट्रैक्टर यूनियन संगे आम मिसिकिना कलाहांडी कॉन्ट्रैक्टर यूनियन करके सेटा के 0.10 रे टेंडर पकेबा लगी निर्धारित होइछे आउ अदर डिस्ट्रिक्ट को भी कॉन्ट्रैक्टर को कलाहांडी रे आसबा लगी मना कराइछे। तो अपन माने काଣା माने सरकार का काଣା निवेदन कर? सरकार को आमर गोटे गुहारी अच्छे कि इटा के गोटे कैपिंग करा जाऊ जेनता बीजेडी गवर्नमेंट करथिला 14.99 तो जेहेतु बीजेपी गवर्नमेंट नुआ गवर्नमेंट अच्छे हेटा गोटे कैपिंग गोटे करदेले आमन को लगी गोटे थैथान हला संगे समान हवा।